ଦେଖନ୍ତୁ ପିଲାମାନେ, ସମ୍ବାଦ ପ୍ରସ୍ତୁତି, ଫିଚର ରଚନା ଓ ବିଜ୍ଞାପନ ପ୍ରସ୍ତୁତି। ସମ୍ବାଦ ଯାହାକି ଆପଣ ACC2 କମ୍ପଲସରି କୋର୍ସରେ ପଢିଥିଲେ, ସାକ୍ଷାତକାର, ସମ୍ବାଦ ଏସବୁ ପଢିଥିଲେ କି ନାହିଁ? ଆଚ୍ଛା, ସମ୍ବାଦ କଣ କାହାକୁ କୁହାଯାଏ ଏସବୁ ମଧ୍ୟ ଆପଣମାନେ ଜାଣିଥିଲେ, କିନ୍ତୁ ଏବେ ଟିକେ କଣ ମନେ ନଥିବ, ତାକୁ ଟିକେ ଆମେ ମନେ ପକେଇଦେଲେ ତମେମାନେ ଜାଣିପାରିବ ହେଲା। ଆଉ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ କଣ ଦେଇଥିଲା ନା ତାର ସଂଜ୍ଞା ନିରୂପଣ କର, ଯାହାକି ଆଜି ଆମେ ସେଇଟା ପଢିବା ହେଲା। ସଂଜ୍ଞାଟା ମେନ୍ଟା ନା, ସଂଜ୍ଞା ଜାଣିବା ଉଚିତ ଯାହା ବେଲେ। ଦେଖ, ସାଧାରଣତଃ କଣ ଅଣପାରମ୍ପରିକ ଘଟଣା ବା କିଛି ନୂଆ କଥାକୁ ସମ୍ବାଦ କୁହାଯାଇଥାଏ କି ନାହିଁ? ଦେଖନ୍ତୁ, ଯେକୌଣସି କିଛି ବି ନୂଆ ଆସିଥାଏ ତାକୁ କଣ କୁହାଯାଇଥାଏ ନା ସମ୍ବାଦ କୁହାଯାଇଥାଏ। ଅପାରମ୍ପରିକ ଘଟଣା କିଛି ନୂଆ କଥାକୁ କଣ ସମ୍ବାଦ କୁହାଯାଏ। ମନେ ପଡିଗଲା ସମସ୍ତଙ୍କର କି ନାହିଁ? ଆଚ୍ଛା, ସମ୍ବାଦର ଇଂରାଜୀ ପ୍ରତିଶବ୍ଦ ଭାବେ କିଏ? ନ୍ୟୁଜ। ସମ୍ବାଦର ଇଂରାଜୀ ଯୋଉ ହଉଛି କଣ ନା ନ୍ୟୁଜ। ଏଇଟା ତମେ ଲେଖୁନଥିଲ ACC2 ରେ, ଏକ୍ଜାମରେ ଲେଖିଥିବ ନିଶ୍ଚୟ, ତମର ଏବେ ମନେ ପଡିଯାଇଥିବ ହେଲା। ଦେଖ ତାପରେ କଣ କହୁଛି ନା ଟାଇଡିଙ୍ଗସ୍ ଏବଂ ଜର୍ନାଲ ଗ୍ରହଣ କରାଯାଏ ହେଲା। ଯାବନିକ ଖବର ଶବ୍ଦର ଅନୁରୂପ ଶବ୍ଦ ରୂପେ ସଂସ୍କୃତ ଭାଷା ଅନୁଯାୟୀ ଓଡ଼ିଆ ଭାଷାରେ ସମ୍ବାଦ ଶବ୍ଦ ପ୍ରଚଳିତ। ଓଡ଼ିଆ ଭାଷାରେ କଣ ସମ୍ବାଦ ଶବ୍ଦ ସବୁବେଳେ କଣ ପ୍ରଚଳିତ ହୋଇଛି କି ନାହିଁ? ତ ଏସବୁ କଣ ତମର ସବୁ ମନେ ପଡିଯାଉଛି ଅଟୋମେଟିକ। ସମ୍ବାଦ ଆମେ ପଢିଥିଲେ, ଆମେ କଣ ସାକ୍ଷାତକାର ପଢିଥିଲେ, ଏସବୁ ବହୁତ ଆପଣ ଜାଣିଥିବେ। ବାସ୍ ଏତିକି କଣ ନା ଟିକେ ମନେ ରଖିବାର ହଉଛି କି ନାହିଁ? ଏବେ ଟିକେ ମନେ ରଖିଦେଲେ ସେତେବେଳକୁ କଣ ତମର ରେଜଲ୍ଟ କରିବା। ଆଗକୁ ଆମେ ବି ଜଲ୍ଦି ଟିକେ ପଢାଟା କ୍ଲାସଟା ହେଲେ, କ୍ଲାସଟା ସରି ସାରିଲା ପରେ କଣ ପ୍ରିଭିୟସ୍ କ୍ୱେଶ୍ଚିନ୍ ମଧ୍ୟ ଡିସ୍କସନ କରିବା। ଓକେ, ତ ଦେଖନ୍ତୁ ଆଉ ନୋଟ୍ ବି କରନ୍ତୁ। ଦେଖିବା ସଂଜ୍ଞା କଣ ଦେଇଛି। ମେନ୍ଟା ହଉଛି ନା ସଂଜ୍ଞାଟା, କାହିଁକିନା ପ୍ରିଭିୟସ୍ କ୍ୱେଶ୍ଚିନ୍ ପଚାରୁଛି, ଆରଥରକ ମଧ୍ୟ ପଚାରିଥିଲା, ଏଥରକ ମଧ୍ୟ ଆସିବ ନିଶ୍ଚିନ୍ତ। ଆମେ ଦେଖିବା ପ୍ରିଭିୟସ୍ କ୍ୱେଶ୍ଚିନ୍। ଓକେ, ତ ଆଜି ଆମେ ସଂଜ୍ଞାଟା ଦେଖନ୍ତୁ, ଭଲ ଭାବରେ ବୁଝନ୍ତୁ। ସଂସ୍କୃତ ସମ୍ବାଦ ଶବ୍ଦଟି ଓଡ଼ିଆ ଭାଷାରେ ସମ୍ବାଦ, ସମାଚାର, ସମ୍ଭାଷ, ସଂଯୋଗ, ସାଦୃଶ୍ୟ, ଭାଷା, ବୃତ୍ତାନ୍ତ, ଆଳାପ, ପରସ୍ପର ଯୋଗାଯୋଗ, ଏସବୁ କଣ ସମସ୍ତେ ଯୋଗାଯୋଗ ଓଡ଼ିଆ ଭାଷାରେ କି ନାହିଁ? କିଏ ସମାଚାର କହୁଛି, କିଏ ସମ୍ବାଦ କହୁଛି, ସମସ୍ତେ ଯିଏ ଯାହା କହୁଛନ୍ତି। କଥୋପକଥନ ଇତ୍ୟାଦି ଅନେକ ପ୍ରତିଶ୍ରୁତ ରୂପେ ବ୍ୟବହାର ହୋଇଥାଏ। ଏସବୁ କଣ ସମସ୍ତେ ବ୍ୟବହାର କରିଥାନ୍ତି, ସମସ୍ତେ ଦେଖିଥାନ୍ତି। ପ୍ରଥମ ଅଧ୍ୟାୟରୁ ଆମେ ସମ୍ବାଦର ସଂଜ୍ଞା ପରିସର ସମ୍ବନ୍ଧରେ ଅବଗତ ହୋଇସାରିଛେ। ତମେ ଜାଣିସାରିଛ ସଂଜ୍ଞା ପରିସର, ଆଗରୁ ଜାଣିଛ, ଏବେ ମଧ୍ୟ ଜାଣିବ। ଆଲୋଚ୍ୟ ଅଧ୍ୟାୟରେ ସମ୍ବାଦ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଆଚ୍ଛା, ପୁରାଣ ଯୁଗରୁ ସମ୍ବାଦର ପ୍ରଚଳନ ରହିଅଛି। ଦେବର୍ଷି ନାରଦ ହେଉଛନ୍ତି ଭାରତୀୟ ପୁରାଣ ଯୁଗର ପ୍ରଥମ ସମ୍ବାଦଦାତା। ନାରଦ ଯିଏକି ସବୁବେଳେ କଣ ସମ୍ବାଦ ପହଞ୍ଚେଇଥାନ୍ତି, ଜାଣିପାରୁଛ କି ନାହିଁ? ନାରଦ କଣ ସମସ୍ତଙ୍କ ଅତି ଖବର ପହଞ୍ଚେଇଥାନ୍ତି କି ନାହିଁ? ଆଚ୍ଛା, ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନି ଲୋକର ଖବର ସଂଗ୍ରହ କରି ଯଥାସ୍ଥାନରେ ତାର ପ୍ରକାଶ କରୁଥିଲେ। ସେ କିଏ? ସେ ନାରଦ କି ନାହିଁ? ଆଚ୍ଛା, ଏବେ କଣ ଟିଭିରେ, ମୋବାଇଲରେ ସମସ୍ତେ ସବୁଆଡେ ପୁରାଣ ଯୁଗ ଭଳିଆ ତମେ କଣ ଦେଖିପାରୁଛ ସବୁ ସମ୍ବାଦ। ବର୍ତ୍ତମାନ ସମ୍ବାଦର ଆବଶ୍ୟକତା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ଶାସନ ପର୍ଯ୍ୟନ୍ତ ଏହା କଣ ବିସ୍ତୃତ। ତାପରେ ଦେଖ, ପ୍ରତ୍ୟେକ ଘଟଣା ସମ୍ବାଦ ହୋଇପାରେ ନାହିଁ। ଭାଷା, ଧର୍ମ, ସଂସ୍କୃତି, ପରମ୍ପରା ବିବିଧ ଭଳି ସମ୍ବାଦର ପାଠକମାନ ରୁଚିରେ ଭିନ୍ନତା ପରିଲକ୍ଷିତ ହେବା ସ୍ୱାଭାବିକ। ଏହି ହେତୁ ସମ୍ବାଦର ବିଭିନ୍ନ ପ୍ରକାର ସୁବିନ୍ୟସ୍ତ ସାମ୍ପ୍ରତିକ ସମସ୍ୟାଜନିତ, ବିଶ୍ୱସ୍ତ, ସାମାଜିକ ସଚେତନମୂଳକ ପାଠକର ପସନ୍ଦ ଓ ରୁଚିଶୈଳୀ ହେବା ଜରୁରୀ। ସର୍ବସାଧାରଣଙ୍କ ଅବଗତ ନିମନ୍ତେ ସାମ୍ପ୍ରତିକ ଗୁରୁତ୍ୱପୂର୍ଣ୍ଣ ଘଟଣା ବା ସମସ୍ୟାକୁ ଗ୍ରହଣ କରି ସମ୍ବାଦ ପ୍ରସ୍ତୁତି କରାଯାଇଥାଏ। ଲୋକମାନେ ଆଗ୍ରହୀ ଥିବା ବିଷୟ ସମ୍ବାଦର ରୂପ ନେଇ, ଲୋକମାନେ ସବୁ ଆଗ୍ରହ ଥାନ୍ତି, କାରଣ ସମ୍ବାଦଟା ଦେଖିବାଟା ନିହାତି ଜରୁରୀ। ପ୍ରଥମେ ସମ୍ବାଦ ସଂଗ୍ରହ କରାଯାଏ ଏବଂ ତାପରେ ତାକୁ ପରିବେଷଣ କରାଯାଇଥାଏ। କଣ ସଂଗ୍ରହ କରାଯାଏ ମାନେ ଖୋଜାଯାଇଥାଏ ମାନେ ସମ୍ବାଦଟା, ତାପରେ ତାକୁ କଣ ପରିବେଷଣ ମାନେ ସମସ୍ତଙ୍କଠି ଛଡ଼ାଯାଇଥାଏ। ଏ ଉଭୟ ସମ୍ବାଦ ପାଇଁ ନିତାନ୍ତ ଆବଶ୍ୟକ। ସମ୍ବାଦ ସଂଗ୍ରହ ସମୟରେ
ବିଶେଷ ଧ୍ୟାନ ଦେବାକୁ ହୁଏ କାରଣ ବହୁ ଉଚ୍ଚ ସ୍ତରରୁ ଏହାକୁ ସଂଗ୍ରହ କରାଯାଇଥାଏ। କାହିଁକିନା ସବୁ ସମ୍ବାଦ ପାଇଁ ସେ ଆବଶ୍ୟକ। କାହିଁକିନା ପ୍ରଥମେ ତାକୁ କ'ଣ ସଂଗ୍ରହ କରିବେ, ତାପରେ ସମସ୍ତଙ୍କୁ ଦେଖେଇବେ ବା ପରିବେଷଣ କରିବେ। ତାପରେ ଦେଖ ସମ୍ବାଦର ସଂଗ୍ରହର ବିଭିନ୍ନ ପ୍ରଣାଳୀ ଏଇଠୁ ସବୁ ଜାଣି ରଖ ଯେ ସବୁ ଘଟଣା ବା ଖବର ଯେ ସମ୍ବାଦ ତାହା ନୁହେଁ। ସାଧାରଣ ଉତ୍କଣ୍ଠା ଆଗ୍ରହ ଲକ୍ଷ୍ୟ କରି କ'ଣ ସାମ୍ପ୍ରତିକ ଘଟଣା ସମସ୍ୟା ଖବର ଯାହାକି ଗୁରୁତ୍ୱପୂର୍ଣ୍ଣ ତା ସମ୍ବାଦ ରୂପେ ପରିବେଷଣ ହୋଇଥାଏ। ଗୁରୁତ୍ୱପୂର୍ଣ୍ଣ ଘଟଣା ଗୁଡ଼ିକ ତା କ'ଣ ସମ୍ବାଦ ରୂପେ ପରିବେଷଣ ହୋଇଥାଏ। କିନ୍ତୁ କ'ଣ ହୋଇଥାଏ ନା ସମ୍ବାଦ ପରିବେଷଣ ପୂର୍ବରୁ ତା ସଂଗ୍ରହ କରାଯାଇଥାଏ। ସମ୍ବାଦ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ତରରେ ସଂଗ୍ରହ କରାଯିବ ତାହା ନୁହେଁ ଯେ କୌଣସି ସ୍ତର ବ୍ୟକ୍ତି ଘଟଣା ସମ୍ପ୍ରଦାୟ ବା ଅନୁଷ୍ଠାନ ସମସ୍ୟା ସମ୍ବାଦର ରୂପ ନିଏ। ଆଚ୍ଛା, ତାପରେ ଦେଖ ରାଜା ରାଜୁଡ଼ା ସମୟରେ ରାତ୍ରିର ଅନ୍ଧକାର ଦୂତ ପ୍ରେରଣା କରି ରାଜାମାନେ ରାଜ୍ୟରେ ଖବର ବୁଝୁଥିଲେ। ରାଜାମାନେ ସେତେବେଳେ ମାନେ ରାଜା ଯେତେବେଳେ ସବୁ ରହୁଥିଲେ ସେତେବେଳେ ସବୁ ହେଲା। ନିୟମିତ ଗୁପ୍ତଚର ଜରିଆରେ ନିଜ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟମାନଙ୍କର ଖବର ମଧ୍ୟ ସଂଗ୍ରହ କରୁଥିଲେ। କିନ୍ତୁ ଏହା ସାଧାରଣ ପ୍ରଜାଙ୍କ ସମ୍ପର୍କୀୟ ନ ହୋଇ ବିଶେଷତଃ ଶାସନ ରାଜକାର୍ଯ୍ୟ ସମ୍ବନ୍ଧୀୟ ଥିଲା। ଇଂରେଜ ଶାସନ କାଳରେ ମଧ୍ୟ ଭାରତର ବଡ଼ଲାଟ ଛୋଟଲାଟ ଜିଲ୍ଲା ମାଜେଷ୍ଟ୍ରେଟମାନଙ୍କ ଗ୍ରସ୍ତ ବିବରଣୀ ସମ୍ବାଦ ରୂପେ ଗ୍ରହଣ କରାଯାଉଥିଲା। ସ୍ୱାଧୀନତା ପ୍ରାପ୍ତି ପରେ ରାଜତନ୍ତ୍ର ପରିବର୍ତ୍ତନ ହେଲା ଏବଂ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରାଗଲା। ସ୍ୱାଧୀନତା ପ୍ରାପ୍ତି ପରେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସର୍ବସାଧାରଣ ଗୁରୁତ୍ୱ ମିଳିଲା। ସେମାନଙ୍କର ସମସ୍ୟାକୁ ସମ୍ବାଦ ମାନ୍ୟତା ଦିଆଗଲା। ସମ୍ବାଦପତ୍ରମାନଙ୍କର ପୃଷ୍ଠ ମଣ୍ଡନ କଲା ସାଧାରଣ ଲୋକର ସମସ୍ୟା ଠାରୁ ଶାସନ ବ୍ୟବସ୍ଥା ପର୍ଯ୍ୟନ୍ତ ଖବର। ସମ୍ବାଦପତ୍ରମାନଙ୍କର କ'ଣ ସାଧାରଣ ଲୋକଠୁ ସମସ୍ୟା ଶାସନ ବ୍ୟବସ୍ଥା ପର୍ଯ୍ୟନ୍ତ ଖବର ମଧ୍ୟ ପହଞ୍ଚାଗଲା। ପ୍ରଥମେ ସମ୍ବାଦ ଗୁଡ଼ିକ କେଉଁଥିରେ ତାଳପତ୍ର, କାର୍ପେଟ ଇତ୍ୟାଦିରେ ଉଲ୍ଲେଖ କରାଯାଉଥିଲା। ମାତ୍ର କ'ଣ ମୁଦ୍ରା ଯନ୍ତ୍ର ପ୍ରତିଷ୍ଠା ହେବା ପରେ ସମ୍ବାଦ କାଗଜରେ ମୁଦ୍ରିତ କରାଗଲା। ହେଲା, ଯେତେବେଳେ କ'ଣ କାଗଜରେ ବି ମଧ୍ୟ ତମେ ପେପର ମଧ୍ୟ ଏମିତି ଘରେ ଦେଇ ଯାଉଥିବେ, ଜାଣିଥିବ। ଅତି ସହଜରେ ସାଧାରଣ ଜନତାଙ୍କ ପାଖରେ ଉପଲବ୍ଧ ହୋଇପାରିଲା। ଏବେ କ'ଣ ହେଉଛି ନା ଏବେ ସବୁ ମୋବାଇଲରେ ସବୁଆଡ଼େ ହୋଇଗଲାଣି। ଏବେ ତ ସବୁ ମୋବାଇଲରେ ବି PDF ବି ପଳେଇ ଆସୁଛି। ସମ୍ବାଦ ସଂଗ୍ରହ ନିମନ୍ତେ ପ୍ରତ୍ୟେକ ସମ୍ବାଦପତ୍ର ପ୍ରତିଷ୍ଠାମାନେ ବିଭିନ୍ନ ସ୍ଥାନରେ ଜଣେ ପ୍ରତିନିଧି ନିଯୁକ୍ତ କଲେ। ସେହି ପ୍ରତିନିଧି ଉକ୍ତ ଅଞ୍ଚଳର ଖବର ସଂଗ୍ରହ କରି କ'ଣ ପ୍ରେସକୁ ପଠାଇଥାନ୍ତି। ପ୍ରତିନିଧି ମାନେ ଥାଆନ୍ତି, ତାଙ୍କର କ'ଣ ଖବର ସଂଗ୍ରହ କରିବେ, ତାଙ୍କ ପ୍ରେସକୁ ପଠାଇବେ। ତା ବଦଳରେ ତାଙ୍କୁ କ'ଣ ସେ ଯେଉଁ ସଂଗ୍ରହ ମାନେ ପ୍ରତିନିଧି ଥିବେ ସେ ସଂଗ୍ରହ ପ୍ରତିନିଧିକୁ ସେ କ'ଣ ପ୍ରେସ ମାନେ ତାଙ୍କୁ ଟଙ୍କା ପଠାଇଥାନ୍ତି। ମାସକୁ ମାସ ତାଙ୍କର ପେମେଣ୍ଟ କରିଥାନ୍ତି। ଦେଶ ବାହାରେ ଖବର ବୁଝିବା ପାଇଁ ସଂଗ୍ରହ କରି ପଠାଇବା ନିମନ୍ତେ ପ୍ରଥମ ବେତାର ସାହାଯ୍ୟ ନିଆଯାଉଥିଲା। ପରେ ଦୂରଦର୍ଶନ ତତ୍ପରେ ଇଣ୍ଟରନେଟ ଜରିଆରେ ପ୍ରକାଶିତ କରାଯାଉଛି। ଯେତେବେଳେ କ'ଣ ଦେଶ ବିଦେଶରେ ଯେଉଁ ଖବରଟା ହେଉଛି ସେଟା କେମିତି କ'ଣ ହେଉଛି ନା ସେତେବେଳେ କ'ଣ ବେତାର ସାହାଯ୍ୟ ନଥିଲା, ଏବେ କ'ଣ ଇଣ୍ଟରନେଟ ଜରିଆ ସବୁ ହେଇଯାଉଛି। ଆଚ୍ଛା, ଏହା ଦେଶ ସହିତ ଆନ୍ତର୍ଜାତିକ ଗୁରୁତ୍ୱ ବହନ କରୁଥିବା ସମ୍ବାଦ ପରିବେଷଣରେ ସଂଯୋଗ କରୁଅଛି। ସମ୍ବାଦ ପତ୍ରମାନଙ୍କର ନିଜସ୍ୱ ପ୍ରତିନିଧି ପ୍ରତ୍ୟେକ ସ୍ଥାନରେ ନିଯୁକ୍ତ କରିପାରିଲେ ସମ୍ବାଦ ସରବରାହ ସଂସ୍ଥା ଉପରେ ସେମାନେ ନିର୍ଭର କରିଥାନ୍ତି। ସମ୍ବାଦ ସରବରାହ ସଂସ୍ଥାମାନେ ଟେଲିପ୍ରିଣ୍ଟର ଯୋଗେ ସମ୍ବାଦ ଯୋଗାଇଥାନ୍ତି। ଭାରତର ସର୍ବବୃହତ ସମ୍ବାଦ ସରବରାହ ସଂସ୍ଥା PTI ବମ୍ବେରେ ଆନ୍ତର୍ଜାତିକ ସମ୍ବାଦ ସଂଗ୍ରହ କରିଥାଏ। ହେଲା, PTI ହେଲା, ମନେ ରଖିଥିବ PTI। ଭାରତର ବିଭିନ୍ନ ଅଞ୍ଚଳକୁ ଏହି ସଂସ୍ଥା ଟେଲିପ୍ରିଣ୍ଟର ଜରିଆରେ କ'ଣ ପଠାଇଥାନ୍ତି। ଦେଖ, ସମ୍ବାଦପତ୍ରମାନେ ବିଭିନ୍ନ ସ୍ଥାନରେ ଜଣେ ଜଣେ ପ୍ରତିନିଧି ସମ୍ବାଦ ସଂଗ୍ରହ ପାଇଁ ନିଯୁକ୍ତି କରିଥାନ୍ତି। ବର୍ତ୍ତମାନ ସମୟରେ ଆଉ ଜଣେ ନ ହୋଇ ଅନେକ ସମ୍ବାଦଦାତା ନିଯୁକ୍ତ ହେଲେଣି। ଏହି ସମ୍ବାଦଦାତା ସାମ୍ବାଦିକ ନିଜର ଉତ୍ତମ ବ୍ୟବହାର କ'ଣ ଓ ମେଳାପୀ ଗୁଣ ଜରିଆରେ ବହୁ ବିଭାଗର ସଂଗ୍ରହ ମଧ୍ୟ କରନ୍ତି।
ପ୍ରଥମେ ଆମେ ଜାଣିବା ଯେ ସମ୍ବାଦର ଉତ୍ସ କ'ଣ। ବଡ଼ ବଡ଼ ଘଟଣା ବ୍ୟତୀତ ଛୋଟ ଖବର ମଧ୍ୟ ସମ୍ବାଦ ମଧ୍ୟ ହୋଇପାରେ। ବଡ଼ ବଡ଼ ଘଟଣା ଯଦି ନହେଲେ ବି ଛୋଟ ଘଟଣା ବି ଏବେ ବି ସମ୍ବାଦ କରାଯାଉଛି କି ନାହିଁ, ତାହା ସ୍ଥାନୀୟ ସମ୍ବାଦର ଅନ୍ତର୍ଭୁକ୍ତ। ଉଦାହରଣ ସ୍ୱରୂପ କ'ଣ, ଉପମୃତ୍ୟୁ, ଅପମୃତ୍ୟୁ, କ'ଣ ସର୍ପାଘାତ ଇତ୍ୟାଦି। ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ପ୍ରେସ୍ ଆଲୋଚନା ଆଉ ବିଜ୍ଞପ୍ତି, ସରକାରୀ ବିଭାଗ, ବେସରକାରୀ ବିଭାଗ, ଏସବୁ କ୍ଲବ, ଛକ, ବଜାର, ଚିକିତ୍ସା କେନ୍ଦ୍ର, ଏସବୁ କ'ଣ, ଏଇସବୁ ହିଁ କାର୍ଯ୍ୟ ହିଁ ଦେଖ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ବିଭିନ୍ନ କାର୍ଯ୍ୟକ୍ରମ ବିଭାଗୀୟ ସମ୍ମାନ କ୍ଷେତ୍ରରୁ ସମ୍ବାଦ ଗ୍ରହଣ କରାଯାଇଥାଏ। ଏସବୁ ଯେତକ ସବୁ ଦେଖୁଛ ହେଲା, ବସଷ୍ଟାଣ୍ଡ, ଏୟାରପୋର୍ଟ, ଏସବୁ ସବୁଠି ହେଲା। ତାପରେ ରାଜନେତା, ଅଭିନେତା ମାନ ସମ୍ପର୍କରେ ସେମାନଙ୍କ କ'ଣ ବିଶ୍ୱସ୍ତଙ୍କ ଠାରୁ ଖବର ସଂଗ୍ରହ କରିହୁଏ। କ'ଣ ସତ୍ୟମୂଳକ ଭାବେ ଏ ସମସ୍ତ କ୍ଷେତ୍ରରୁ ସାମ୍ବାଦିକ ସମ୍ବାଦ ଗ୍ରହଣ କରିବାକୁ ପଡ଼େ। ବେଳେବେଳେ ଦେଖାଯିବା ଅପରିଚିତ ବ୍ୟକ୍ତି ଫୋନ୍ ମାଧ୍ୟମରେ ବିଭିନ୍ନ ସମ୍ବୋଧନମୂଳକ ଖବର ମଧ୍ୟ ଦେଇଥାନ୍ତି, କିନ୍ତୁ କେବଳ ଫୋନରେ ଶୁଣି ସମ୍ବାଦଦାତା ସମ୍ବାଦପତ୍ରରେ କିଛି ବିଭ୍ରାନ୍ତିକର ଖବର ଛାପି ଦିଅନ୍ତି ନାହିଁ। ଖବରର ସତ୍ୟତା ବୁଝିବା ତାଙ୍କର ପରମ ଦାୟିତ୍ୱ, କର୍ତ୍ତବ୍ୟ ଅଟେ। କାହିଁକିନା ଖବରଟାକୁ ସତ କି ମିଛ ଏଇଟା ବୁଝିବାଟା ନିହାତି ଜରୁରୀ, ତାଙ୍କର ଏଇଟା ଦାୟିତ୍ୱ। ବୁଝିପାରୁଛନ୍ତି କି ନାହିଁ? ଓଟିଭି ହଉ କିମ୍ବା ଆମର କନକ ନ୍ୟୁଜ୍, ଏସବୁ କେମିତି କ'ଣ ଖବରଟା ସତ ହୋଇଥିଲେ ସିନା ସେ ଛାଡ଼ିବେ। ସାମ୍ବାଦିକ ଯେ କହୁ କହୁ ଲୋକମାନେ ଘଟଣା ସମ୍ବନ୍ଧରେ ସୂଚନା ଦେଇଦେବା ତା ନୁହେଁ। ବେଳେବେଳେ ବହୁ ବିପଦପୂର୍ଣ୍ଣ ପରିସ୍ଥିତିରେ ସାମ୍ବାଦିକମାନେ ପଡ଼ିଥାନ୍ତି। ସମ୍ବେଦନଶୀଳ ଘଟଣା ଲୋକମାନେ ଆକ୍ରମଣକାରୀ ହୋଇ ଉଠନ୍ତି। ସେହି ସମୟରେ ସାମ୍ବାଦିକମାନେ ସାହସର ପରିସ୍ଥିତି ମୁକାବିଲା କରିବା ସହ ଉପସ୍ଥିତ ବୁଦ୍ଧି ମଧ୍ୟ ପ୍ରୟୋଗ କରିଥାନ୍ତି। ସାମ୍ବାଦିକମାନେ କ'ଣ ତାଙ୍କୁ ସାହସ ଦେଇଥାନ୍ତି ଯେ ତମେ କରିପାରିବ। ଓକେ, ସେହିପରି ସାମ୍ବାଦିକ ଯେ କେବଳ ଭୟଙ୍କର ପରିସ୍ଥିତିରୁ ଖବର ସଂଗ୍ରହ କିମ୍ବା ବିଭିନ୍ନ ବିଭାଗର ଘଟଣାରୁ ତଥ୍ୟ ସଂଗ୍ରହ କରିବା ତାହା ନୁହେଁ। ସମ୍ବାଦ କେଉଁ କେଉଁ ଗୁଣକୁ ଧାରଣ କରୁଥିବା ଦରକାର ତାହା ଜାଣିବା ସାମ୍ବାଦିକ ପାଇଁ ଅତି ଜରୁରୀ ଆଉ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଅଟେ। ପ୍ରଥମେ ଧ୍ୟାନ ଦେବାକୁ ହେବ ଯେ ସମ୍ବାଦଟି ସଦାସତ୍ୟ ଘଟଣା ଉପରେ ଆଧାରିତ। ଅଯଥା ଭ୍ରାନ୍ତମୂଳକ ଘଟଣା ସମ୍ବାଦରେ ସ୍ଥାପ ପାଏ ନାହିଁ। କାହିଁକିନା ବହୁତ ସମ୍ବାଦ ଅଛି ଯେ ଏତେ ବି କ'ଣ ଖରାପ ସମ୍ବାଦ ଗୁଡ଼ାକ ହେଲା। ସମ୍ବାଦଦାତାଙ୍କ ନିଜସ୍ୱ ମନ୍ତବ୍ୟ ସମ୍ବାଦ ଦିଆଯାଏ ନାହିଁ। ତାଙ୍କ ମନ୍ତବ୍ୟରେ ତାଙ୍କର କ'ଣ ସମ୍ବାଦ ଦିଆଯାଇ ନଥାଏ। ପ୍ରମାଣିତ ସତ୍ୟ ନିରପେକ୍ଷ ହେବା ସମ୍ବାଦର ମୁଖ୍ୟ ଲକ୍ଷଣ। କାହିଁକିନା ସତ୍ୟତାଟା ଠିକ୍ ଛାଡ଼ିବେ ନା ନାହିଁ। ଆଚ୍ଛା, ସମ୍ବାଦଟି ପ୍ରକାଶ ହେବା ପରେ ଅନୁସନ୍ଧାନମୂଳକ ବିବରଣୀ ସଂଗ୍ରହ କରାଯାଇଥାଏ, ଯାହାକୁ ସମ୍ବାଦ ବା ରୂପକ ସମ୍ବାଦ କୁହାଯାଏ। ଘଟଣାର ପୂର୍ବାନୁମାନ ଭିତ୍ତିହୀନ ତଥ୍ୟକୁ ନେଇ ସମ୍ବାଦ ପ୍ରସ୍ତୁତ ମଧ୍ୟ କରାଯାଇପାରେ ନାହିଁ। ତ ସମ୍ବାଦଟା କ'ଣ ଠିକ୍ ସମୟରେ ହୋଇଥାଏ କି ନାହିଁ? ଆଚ୍ଛା, ସମ୍ବାଦଟା ସତ୍ୟଟା କ'ଣ ସେଇଟା ଜାଣିକି ସେ ଛାଡ଼ିବେ ନା ଆଉ। ବୁଝିପାରୁଛ? ତ ଇଏ ଥିଲା ସମ୍ବାଦର ସଂଜ୍ଞାଟା, ଯାହାକି ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ମଧ୍ୟ ଆସିଥିଲା। ଆଉ ଆମକୁ ଆଗକୁ ବି ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ଡିସ୍କସନ୍ କରିବା। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।